ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କୁ ମନେ ପକାଇ ବାବାଙ୍କର ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ବାବାଙ୍କର ସାଇ ସଚରିତ ପାଠର ଦ୍ୱିତୀୟ ଅଧ୍ୟାୟ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦେବ, କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଆଉ ଯେଉଁମାନେ ସାଇ ସଚରିତ ପାଠ ପଢ଼ିବାକୁ ଚାହୁଁଛନ୍ତି ଆଉ ପଢ଼ି ପାରୁନାହାନ୍ତି, ଏ ଭିଡ଼ିଓ ଗୁଡ଼ିକ ଦେଖନ୍ତୁ, ଶୁଣନ୍ତୁ, ନିଶ୍ଚୟ କିଛି ନା କିଛି ବାବାଙ୍କର ପ୍ରଭାବ ପଡ଼ିବ, ବାବାଙ୍କର ଉପରେ ବିଶ୍ୱାସ ହେବ। ବାବା କୌଣସି ରୂପରେ ବି ଆସି ଆପଣମାନଙ୍କୁ ଦର୍ଶନ ଦେବେ। ତାହେଲେ ଚାଲନ୍ତୁ ଆରମ୍ଭ କରିବା ବାବାଙ୍କର ସାଇ ସଚରିତ ପାଠର ଦ୍ୱିତୀୟ ଅଧ୍ୟାୟ। ମହୀପତି 4ଗୋଟି କାବ୍ୟ ରଚନା କରିଥିଲେ। ଭକ୍ତ ବିଜୟ, ଭକ୍ତ ଲୀଳାମୃତ, ସନ୍ଥ ଲୀଳାମୃତ। ଦାସଗନୁ 2ଟି କାବ୍ୟ ରଚନା କରିଥିଲେ, ଭକ୍ତ ଲୀଳାମୃତ ଓ ସନ୍ଥ କଥାମୃତ, ଯେଉଁଥିରେ ଆଧୁନିକ ସନ୍ଥମାନଙ୍କର ଚରିତ୍ର ବର୍ଣ୍ଣିତ। ଭକ୍ତ ଲୀଳାମୃତରେ ଅଧ୍ୟାୟ 31 ଆଉ 32 ଏବଂ 33 ଓ ସନ୍ଥ କଥାମୃତରେ ଅଧ୍ୟାୟ 57ରେ ଶ୍ରୀ ସାଇ ବାବାଙ୍କର ମଧୁର ଜୀବନୀ ଓ ତାଙ୍କର ଅମୃତ ତୁଲ୍ୟ ଉପଦେଶ ଖୁବ୍ ସୁନ୍ଦର ଓ ମନୋରଞ୍ଜନ ଶୈଳୀରେ ଲେଖା ହୋଇଛି। ଏଗୁଡ଼ିକ ଶ୍ରୀ ସାଇ ଲୀଳା ପତ୍ରିକାର 11, 12 ଓ 13 ସଂଖ୍ୟାରେ ଉଦ୍ଧୃତ ହୋଇଛି। ପାଠକମାନଙ୍କୁ ଅନୁରୋଧ ଯେ ସେମାନେ ଏହି ଅଧ୍ୟାୟଗୁଡ଼ିକ ପାଠ କରନ୍ତୁ, ଶୁଣନ୍ତୁ। ଏହିପରି ମଧ୍ୟ ଶ୍ରୀ ସାଇ ବାବାଙ୍କର ଅଦ୍ଭୁତ ଲୀଳାର ବର୍ଣ୍ଣନା ଗୋଟିଏ ଛୋଟ ପୁସ୍ତକରେ ଶ୍ରୀ ସାଇନାଥ ଭଜନମାଲା, ବାନ୍ଦ୍ରାର ଶ୍ରୀମତୀ ସାବିତ୍ରୀବାଇ ରଘୁନାଥ ତେନ୍ଦୁଲକର ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଦାସଗୁଣ ମହାରାଜ ଶ୍ରୀ ସାଇ ବାବାଙ୍କ ମହିମା ବିଷୟରେ ଅନେକ ଲଳିତ କବିତା ରଚନା କରିଛନ୍ତି। ଆଉ ଜଣେ ଭକ୍ତ ଶ୍ରୀ ଅମିଦାସ ଭବାନୀ ମେହେତା ମଧ୍ୟ ବାବାଙ୍କ ସମ୍ପର୍କରେ କିଛି କଥା କାହାଣୀ ଗୁଜୁରାଟୀ ଭାଷାରେ ପ୍ରକାଶ କରିଛନ୍ତି। ସାଇଁପ୍ରଭା ନାମକ ପତ୍ରିକାରେ ଶିରିଡ଼ିର କିଛି ଲୀଳା ଶିରିଡ଼ି ସଂସ୍ଥାନ ଦ୍ୱାରା ପ୍ରକାଶ ପାଇଛି। ଏଥର ତେଣୁ ଏକ ସ୍ୱାଭାବିକ ପ୍ରଶ୍ନ ଉଠେ ଯେ ଯେତେବେଳେ ଶ୍ରୀ ସାଇନାଥ ମହାରାଜଙ୍କ ଜୀବନ ଉପରେ ଆଲୋକପାତ କରିବା ପାଇଁ ଏତେ ସାହିତ୍ୟ ରହିଛି, ସେତେବେଳେ ଆଉ ଗୋଟିଏ ଗ୍ରନ୍ଥ ଶ୍ରୀ ସାଇ ସଚରିତ ରଚନା କରିବାର ଆବଶ୍ୟକତା କ'ଣ ରହିଛି? ଏହାର ଉତ୍ତରରେ କେବଳ ଏତିକି କୁହାଯାଇ ପାରିବ ଯେ ଶ୍ରୀ ସାଇ ବାବାଙ୍କ ଜୀବନୀ ମହାସାଗର ଭଳି ଅଗାଧ ଓ ବିସ୍ତୃତ। ଯଦି ଏହାରି ଗଭୀରକୁ ପ୍ରବେଶ କରାଯାଏ, ତେବେ ଜ୍ଞାନ ଓ ଭକ୍ତି ରୂପକ ଅମୂଲ୍ୟ ରତ୍ନ ସହଜରେ ମିଳିପାରିବ। ଶ୍ରୀ ସାଇ ବାବାଙ୍କ ଜୀବନୀ, ତାଙ୍କର ଦୃଷ୍ଟାନ୍ତ ଏବଂ ଉପଦେଶ ମହାନ ଓ ଆଶ୍ଚର୍ଯ୍ୟଜନକ। ଦୁଃଖୀ ଓ ଦୁର୍ଭାଗ୍ୟଗ୍ରସ୍ତ ଲୋକେ ଏହାଦ୍ୱାରା ସୁଖ, ଶାନ୍ତି, ପାରଲୌକିକ ଶ୍ରେୟ ଲାଭ କରିପାରନ୍ତି। ଶ୍ରୀ ସାଇ ବାବାଙ୍କ ଉପଦେଶଗୁଡ଼ିକ, ଯେଉଁଗୁଡ଼ିକ ବୈଦିକ ଶିକ୍ଷା ଭଳି ମନୋରଞ୍ଜକ ଓ ଶିକ୍ଷାପ୍ରଦ, ଏକାଗ୍ର ମନରେ ଶ୍ରବଣ ଓ ଅନୁଧ୍ୟାନ କରାଯାଏ, ତେବେ ଭକ୍ତମାନେ ସହଜରେ ନିଜ ନିଜର ମନୋବାଞ୍ଛିତ ଫଳ ପ୍ରାପ୍ତ କରିପାରିବେ। ଅଥବା ବ୍ରହ୍ମଙ୍କ ସହିତ ଅଭିନ୍ନତା, ଅଷ୍ଟାଙ୍ଗ ଯୋଗରେ ସିଦ୍ଧି, ଧ୍ୟାନାନନ୍ଦ ଇତ୍ୟାଦି ପ୍ରାପ୍ତି ଖୁବ୍ ସହଜରେ ହୋଇପାରିବ। ଏ ପ୍ରକାର ଧାରଣା ମୋ ମନରେ ସୃଷ୍ଟି ହେବାରୁ ମୁଁ ଚରିତ୍ରର କଥାଗୁଡ଼ିକୁ ସଂକଳନ କରିବାକୁ ଆରମ୍ଭ କରିଦେଇଛି। ଏହା ସହିତ ମୋ ମନରେ ଏହି ବିଚାର ଉଦ୍ରେକ ହୁଏ ଯେ ଆମ ପାଇଁ ସବୁଠାରୁ ଉତ୍ତମ ସାଧନା ଏହା ଅଟେ। ଯେଉଁ ସରଳ ସହଜ ଲୋକ ବାବାଙ୍କ ଦର୍ଶନ ଦ୍ୱାରା ନିଜ ନିଜର ଦୃଷ୍ଟିକୁ ଧନ୍ୟ କରିବା ସୁଯୋଗ ପାଇନାହାନ୍ତି, ସେମାନଙ୍କ ପାଇଁ ଏହି ଚରିତ୍ର ଅତ୍ୟନ୍ତ ଆନନ୍ଦଦାୟକ ହେବ। ବାବାଙ୍କୁ ଶ୍ରଦ୍ଧା ଭକ୍ତି ସହିତ ଡାକନ୍ତୁ, ବାବା ନିଶ୍ଚୟ ଶୁଣିବେ। ବାବା ବହୁତ ଦୟାଳୁ। ଭକ୍ତଙ୍କର ଦୁଃଖ ଦୂର କରିବା ପାଇଁ ତ କଳିଯୁଗରେ ବାବା
ଆସିଛନ୍ତି। ବାବାଙ୍କୁ ସମସ୍ତେ ଭଲ ପାଆନ୍ତି କାହିଁକି ନା ସେ ସମସ୍ତଙ୍କର କଥା ବୁଝିପାରନ୍ତି। ଯଦି ଆଜିର ଭିଡ଼ିଓ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ କାହିଁକି ନା ଏପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ଆଉ ଯେଉଁମାନେ ପଢ଼ି ପାରୁନାହାନ୍ତି, ସମୟ ମିଳୁନାହିଁ, ତାହେଲେ ଏ ଭିଡ଼ିଓକୁ ଶୁଣି ନିଅନ୍ତୁ। ବାବା ନିଶ୍ଚୟ ଅନୁଭବ କରାଇବେ। ଭକ୍ତି ସହିତ ଶୁଣନ୍ତୁ, ଦେଖନ୍ତୁ। ବାବା ନିଶ୍ଚୟ ପ୍ରସନ୍ନ ହୋଇ କୌଣସି ନା କୌଣସି ମାଧ୍ୟମରେ ଆପଣଙ୍କୁ ସାକ୍ଷାତ କରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।